ମାନେ ତମେ ମାନେ ଆଇଟମ ଡ୍ୟାନ୍ସର ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ଆଇଟମ ଡ୍ୟାନ୍ସରେ ଗୋଟେ ଦାଗ ଲାଗିଛି ମାନେ ଅଶ୍ଳୀଳତା ଯାତ୍ରାରେ ବୃଦ୍ଧି ପାଇଛି ତାପରେ କଣ କହିବେ? ଦେଖନ୍ତୁ ସେମାନଙ୍କ କଥା କଣ କହିବି, ମୁଁ ହଉଛି ଗୋଟେ ଭଲ ଗୁଡ୍ ଡ୍ୟାନ୍ସର। ଆଉ ସେମାନଙ୍କ ଡ୍ୟାନ୍ସ ବିଷୟରେ କହିଲେ ଗୋଟେ ଭାଉଜ ଯିଏ ସିଏ ଯାଇକି ମାନେ ସେପଟେ ଠିଆ ହେଇ ଦେଖୁଛି କେତେଟା ଲୋକ ଅଛନ୍ତି, ଏପଟେ ଠିଆ ହେଇ ଦେଖୁଛି କେତେଟା ଲୋକ ଅଛନ୍ତି, ମାନେ ସମସ୍ତଙ୍କର ମୁଣ୍ଡ ଗଣୁଛି ଯାଇକି। ଆଉ ଗୋଟେ ଯୋଉ ଅଛି ଯୋଉ ନଣନ୍ଦ ଯିଏ ମହାରଣା, ସିଏ ଯାଇକି ମାନେ ସତେ ଯେମିତି ମାନେ କୁକୁର ଯେମିତି ପେଟ୍ରୋଲ ପଡିଲେ ଯେମିତି ଷ୍ଟେଜରେ ଯେମିତି କ୍ୟାଁ କ୍ୟାଁ ହେଇକି ଯେମିତି ମାନେ ଦୌଡେନି, ସିଏ ପୁରା ମଞ୍ଚରେ ପୁରା ସେଇଆ କରୁଛି ଆଉ, ପୁରା ଦୌଡୁଛି ଆଉ ମଞ୍ଚରେ କ୍ୟାଁ କ୍ୟାଁ ହେଇକି ଆଉ କୁକୁର ବାଗି ଆଉ। ଯାତ୍ରାରେ ଖୋଲାଖୋଲି ହଉଛି ତ ଆପଣଙ୍କୁ କେତେବେଳେ ଅଫର ଆସିନି ଖୋଲିବାକୁ? ମତେ ଆସିଛି, ବାକି ସବୁ ମଞ୍ଚରେ ମାନେ ସବୁ ଜାଗାରେ ନୁହେଁ। ଯାତ୍ରାରେ ବର୍ତ୍ତମାନ ଚେୟାର ଫୋପଡା ହଉଛି, ପାଣି ବୋତଲ ଫୋପଡା ହଉଛି, କଣ ଦର୍ଶକ କଣ ଏଟା ଭଲ ପାଇବା ଦେଇକି ଫୋପାଡୁଛନ୍ତି ନା ନାଇଁ ରାଗିକି ଫୋପାଡୁଛନ୍ତି? ଦର୍ଶକ ଆଙ୍କୁ ଭଲ ପାଇବେ କଣ ପାଇଁ ଭଲ ପାଇବେ, ଏମାନେ କଣ କରୁଛନ୍ତି ଆଙ୍କୁ ଭଲ ପାଇବେ? ଏମାନେ ସବୁ ଜାଣି ଶୁଣିକି କରୁଛନ୍ତି ଭାଇରାଲ ହବା ପାଇଁ, ଆଉ ଦର୍ଶକ କାହିଁ ଆଙ୍କୁ ଭଲ ପାଇବେ? ଏସବୁ ପଇସା କମେଇବାର ସବୁ ପନ୍ଥା। ଆରେ ଏମିତି ସିନା କଲେ ସିନା ସବୁବେଳେ ଆକ୍ଟିଭ ରହିବେ ସେମାନେ, ଲୋକମାନେ ତାଙ୍କୁ ଜାଣିବେ। ଆଉ ଏମିତି ନ କଲେ ଆଙ୍କୁ କିଏ ଭଲ ପାଇବ କହିଲ? ନଙ୍ଗୁଳି ମାନଙ୍କୁ କିଏ ଭଲ ପାଆନ୍ତି? କେହି ଭଲ ପାଆନ୍ତିନି। ଏମାନେ ଆପଣଙ୍କୁ ଲାଗୁଛି କେବେ ଏମାନେ ବାହା ହେବେ ବୋଲି? ଯୋଉମାନେ ଆଡଲ୍ଟ ପିକ୍ଚର କରୁଛନ୍ତି ସେମାନଙ୍କୁ କିଏ ବାହା ହେଇଛି? କେହି ବାହା ହେଇନାହାନ୍ତି। କେହି ବାହା ହେବେନି, କେବଳ ଯୋଉମାନେ ଯୋଉ ଅଧା ମର୍ଦ ଯୋଉମାନେ ବୁଢା ଲୋକ ଯୋଉମାନେ ସେଇମାନେ ହିଁ କେବଳ ଏମାନଙ୍କୁ ୟୁଜ କରିବେ, ୟୁଜ ଆଣ୍ଡ ଗ୍ଲାସ ଯେମିତି ଆଙ୍କୁ ଫୋପାଡିବେ ସେମିତି। କିଏ କହିଲେ 80,000 ଆପଣ ଏମାନେ ନଉଛନ୍ତି ବୋଲି? ଏମାନେ ଯଦି ମାଳିସାହିରେ ଯଦି 200-300 ଟଙ୍କାରେ ଯଦି ତାଙ୍କୁ ଧରିବାକୁ ଆଉ ଶୋଇବାକୁ ଯଦି ମିଳୁଛି, ତାହେଲେ ଏମାନଙ୍କୁ କେବଳ ଦେଖିବା ପାଇଁ 80,000 ଦଉଛନ୍ତି? ହଁ, ମାଳିସାହିରେ ବି ଯୋଉମାନେ ରହୁଛନ୍ତି ସେମାନେ କହିଲେ ଏମାନଠୁ ବହୁତ ବେଷ୍ଟ, କିନ୍ତୁ ଏମାନେ ବି ତାଙ୍କ ଯୋଗ୍ୟର ବି ନୁହେଁ, ତାଙ୍କ ପାଦ ତଳରେ ଏମାନେ। କାରଣ ଆପଣ ଯୋଉମାନେ ଗୋଟେ ଦେଖନ୍ତୁ, ଯୋଉମାନେ ବେଶ୍ୟା କାମ କରୁଛନ୍ତି ସେମାନେ କେବେ ବାହାରେ ବୁଲି ଏମିତି ଦେଖେଇବାର କେବେ ବି କୋଉଠି ଦେଖିଛନ୍ତି କି କୋଉଠି ଶୁଣିଛନ୍ତି କି? କିନ୍ତୁ ଏମାନେ କାହିଁ କହିଲେ, ମୁଁ ଆଙ୍କୁ କହିଲି ଏମାନେ ତାଙ୍କ ଠାରୁ ବି ହୀନ। ଏମାନେ ହଜାର ହଜାର ଲୋକଙ୍କ ସାମ୍ନାରେ ଦେଖଉଛନ୍ତି, ସେମାନେ ଯାହା ବି କରୁଛନ୍ତି ଘର ଭିତରେ କାମ କରୁଛନ୍ତି, ଏମାନଙ୍କ ଟାଇପର ମାନେ ବାହାରେ ଆସି ଖୋଲିକି ଦେଖଉନାହାନ୍ତି। ଆଉ ଗୋଟେ ଜିନିଷ ମୁଁ ପଚାରିବି, ଆପଣ ଯେତେବେଳେ ଆପଣଙ୍କ ଘରକୁ ଯାଆନ୍ତି ଆପଣ କଣ ବାପା ମାଙ୍କ ସାଙ୍ଗରେ ମିଶନ୍ତି, ଇଏ କରନ୍ତି? ମୁଁ ଯେବେ ବି ଘରକୁ ଯାଏ ସେମାନେ ଜାଣିଛନ୍ତି ଯେ ମୁଁ ଠିକରେ ଅଛି। ମୁଁ ଏ ଲାଇନରେ କାମ କଲେ ବି ତାଙ୍କ ଝିଅ ସେ ଜାଣିଛନ୍ତି ଠିକରେ ଅଛି, ତ ମୁଁ ଆଗକୁ ବି କେବେ ବି ଖରାପ ହେବିନି। କି ଆମେ ବି ଦେଖିଛୁ ଯେ ଆପଣ କିଛି କିଛି ଜାଗାରେ ଯେତିକି ଏକ୍ସପୋଜ ଡ୍ୟାନ୍ସ କରନ୍ତି, କ୍ଲିଭେଜ ଦେଖାଯାଏ, ଛୋଟ ଡ୍ରେସ ପିନ୍ଧିକି ବି ଡ୍ୟାନ୍ସ କରନ୍ତି, ତ ଦର୍ଶକ କିଛି କୁହନ୍ତିନି? କଣ ପାଇଁ? ଦେଖନ୍ତୁ, ଯେତିକି ଆମେ ହେଇପାରିବ, ଯେତିକି ସମସ୍ତେ ବସିକି ଦେଖିପାରିବେ ସେତିକିଟା ହିଁ ଆମେ କରୁ। ଯଦି ଗୋଟେ ନର୍ମାଲ ଯୋଉ ଆମ ଯୋଉ ଯାତ୍ରାରେ ଯୋଉ ଡ୍ୟାନ୍ସର ମାନେ କାମ କରୁଛନ୍ତି ସେମାନଙ୍କର ଯୋଉ ଛାତି ପେଟ ଜଙ୍ଘ ଦେଖାଯାଉଛି, ମୋର ବି ସେତିକି ଛାତି ପେଟ ଜଙ୍ଘ ଦେଖାଯାଉଛି, ତାଠୁ କିଛି ଅଧିକା ଦେଖାଯାଉନି। ନା, ମୁଁ କେବେ କରିନି, ଯଦି ମତେ କେବେ ବି ସୁଯୋଗ ମିଳିଲା ତାହେଲେ ମୁଁ ନିଶ୍ଚିନ୍ତ କରିବି। ଯୋଉମାନେ ସବୁ ଆଇଟମ ଡ୍ୟାନ୍ସର ବର୍ତ୍ତମାନ ବାହାରୁଛନ୍ତି ସେମାନେ କିଛି କିଛି ସମାଜ ସେବା କରୁଛନ୍ତି, ପାଣି ପାଉଚ ବିସ୍କୁଟ ଦେଇକି ହଉ କି ଖାଇବା ପିଇବା ଦେଇକି ହଉ କରୁଛନ୍ତି ସମାଜ ସେବା, ତ ମିଷ୍ଟି କେବେ କରିବେନି ସମାଜ ସେବା? ମୁଁ କରିଛି, ବାକି ମୁଁ ମିଡିଆ ସାମ୍ନାରେ କେବେ ଦେଖେଇକିନା କରିନି। କଣ ପାଇଁ? ଏପଟେ ମାନେ ନଙ୍ଗଳା ହେଇକି, ମୁଁ ତ କହୁଛି ଏମାନେ ଯୋଉ ନଙ୍ଗଳା ହେଇକି ଯୋଉ ପଇସା ଆଣିକି ଯୋଉ ମାନେ ସମାଜ ସେବାରେ ଲଗଉଛନ୍ତି, ସେ ସବୁ କଣ କହିଲେ, ମାନେ ଯାହା ରୋଗ ହେଇଥିବ ଏମାନଙ୍କୁ, ଏମାନେ ଡାଇରେକ୍ଟ ଉପରୁ କଟିଯିବେ। ଆଉ ମାନେ ଭଲ ତ ହଁ ନିଶ୍ଚିନ୍ତ। ପାପ ପଇସା ବା, ପାପ ପଇସା ଯିଏ ଆଣିକି ଯୋଉ ମଣିଷକୁ ଦେହରେ ମାନେ ମେଡିସିନ ଖାଇବାକୁ ଯୋଉ ମଣିଷକୁ ଦିଆଯାଏ, ସେଇଟା କେବେ ଭଲରେ ଯାଏ କି? ପାପ ପଇସା କେବେ ଭଲରେ ଯିବନି। ଯଦି ଭଲ କାମ କରିକି ଯଦି ପଇସା ଆଣିକି ଦେଇଥାନ୍ତି, ତାହେଲେ ହୁଏତ ମଣିଷ ଭଲ ବାଟରେ ଭଲରେ ଦେହ ତାଙ୍କର ଭଲ ହବ କି ଯାହା ହବ ଗୋଟେ। ଆଉ ଏମାନେ ତ ମାନେ ପାପ ପଇସାକୁ ଯଦି ଆଣିକି ତାଙ୍କ ଦେହରେ ଲଗେଇବେ, ତାହେଲେ ସେ ମଣିଷ ବଞ୍ଚିକି ରହିବ?